ପିଲାମାନେ ଆସ ଆମେ ଆଜି ପଢ଼ିବା ତୁମର ଷଷ୍ଠ ଶ୍ରେଣୀ ନୂଆ ସାହିତ୍ୟ ବହିର ପ୍ରଥମ ପାଠ। ତୁମର ନୂଆ ସାହିତ୍ୟ ବହିର ନାମ କ'ଣ ହେଇଛି? ଷଷ୍ଠ ଶ୍ରେଣୀର ସାହିତ୍ୟ ସୁଧା। ତାର ପ୍ରଥମ ପାଠ କ'ଣ ଅଛି? ଜନ୍ମଭୂମି। ଏଇଟା ଗୋଟେ ପଦ୍ୟ ଦେଇଛି, ତାର ନାମ ହେଉଛି ଜନ୍ମଭୂମି। ଜନ୍ମଭୂମିର କବି କିଏ? ଆମର ଭକ୍ତ କବି ମଧୁସୂଦନ ରାଓ। ତ ଆସ ଆମେ ବିଷୟଟି ପଢ଼ିବା ଆଗରୁ ଆଗ ଟିକେ ଆସିକି କବି ପରିଚୟ ଜାଣିନେବା। ତ କବି ପରିଚୟ କ'ଣ ଦେଇଛି? ଭକ୍ତ କବି ମଧୁସୂଦନ ରାଓ। ସେ 1835 ମସିହା ଜନ୍ମଗ୍ରହଣ କରିଥିଲେ ଆଉ 1912ରେ ମୃତ୍ୟୁବରଣ କରିଥିଲେ। ଭକ୍ତ କବି ମଧୁସୂଦନ ରାଓ ପୁଣ୍ୟଧାମ ପୁରୀ ସହରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ରଚିତ ପଦ୍ମ, ପ୍ରଭାତ, ପୃଥିବୀ ପ୍ରତି, ବସନ୍ତ ଗାଥା, ଉତ୍କଳ ଗାଥା, ନିର୍ବାସିତର ବିଳାପ ପ୍ରଭୃତି କବିତାଗୁଡ଼ିକ ଖୁବ୍ ସରଳ ଓ ମନମୁଗ୍ଧକର। ଜନ୍ମଭୂମି କବିତାରେ କବି ଜନ୍ମମାଟିର ଯଶଗାନ କରିଛନ୍ତି। ତ ଏଠୁ କ'ଣ ବୁଝିଲ? ଏ ଯେ ଜନ୍ମଭୂମି ପଦ୍ୟଟା ଦେଇଛି, ତାହେଲେ ଏଠାରେ କବି ଜନ୍ମଭୂମିର ଯଶଗାନ କରିଛନ୍ତି। ତ ଆସ ପଢ଼ିବା। ପ୍ରଥମେ କ'ଣ ଅଛି? ମା ଜନ୍ମଭୂମି ପବିତ୍ର ଭାରତ ଭୂମି, ତହରି ସନ୍ତାନ ଆମ୍ଭେ ଅଟୁ ସରବେ। ତାର ଅର୍ଥ କ'ଣ? ତୁହି ମା ଜନ୍ମଭୂମିର ଅର୍ଥ ତୁ ହେଉଛୁ ଆମର ଜନ୍ମଭୂମି। ଆଉ କ'ଣ? ପବିତ୍ର ଭାରତ ଭୂମି, ଆମର ଦେଶର ନାମ କ'ଣ? ଭାରତ। ତ ସେଟାକୁ ଆମ ଜନ୍ମଭୂମି ବୋଲି କୁହାଯାଇଛି। ତ ଆମ ଜନ୍ମଭୂମି ଭାରତ ବହୁତ ପବିତ୍ର ଅଟେ। ତହରି ସନ୍ତାନ ଆମ୍ଭେ ଅଟୁ ସରବେ, ଆମେ ସବୁ ତହରି ସନ୍ତାନ ଅଟୁ। ତୋର ଶ୍ରୀଚରଣ ସେବା ପାଇଁ ମନ ପ୍ରାଣ ଦେବା, ଗାଇବା ତୋହର ନାମ ଆନନ୍ଦ ରବେ। ତାର ଅର୍ଥ କ'ଣ? ତୋର ଶ୍ରୀଚରଣ ବା ପାଦର ସେବା ବା ପାଦୁକାର ସେବା ପାଇଁ ଆମେ ମନ ଆଉ ପ୍ରାଣ ଦେବା। ଗାଇବା ତୋହର ନାମ ଆନନ୍ଦ ରବେ, ତୋର ନାମକୁ ଆମେ ଆନନ୍ଦ ମାନେ ସୁଖୀର ସହ ବା ଖୁସିର ସହ ଗାନ କରିବା। ତ ଆନନ୍ଦେ ହଇବା ସୁଖୀ, କାନ୍ଦିବା ଦୁଃଖରେ ତୋର ହଇଣ ଦୁଃଖୀ। ତାର ଅର୍ଥ କ'ଣ? ଖୁସି ହେଲେ ଆମେ ମଧ୍ୟ ଖୁସି ହେବା ଆଉ କାନ୍ଦିବା ଦୁଃଖରେ ତୋର ହଇଣ ଦୁଃଖୀ। ତାର ଅର୍ଥ କ'ଣ? ତ ଦୁଃଖରେ ଆମେ ଦୁଃଖୀ ହୋଇ ମଧ୍ୟ କାନ୍ଦିବା। ଧନ୍ୟ ମହିମା ତୋହର, ନାହିଁ ତାର ପଟାନ୍ତର, ମସ୍ତକରେ ହିମାଳୟ ପର୍ବତ ବର। ତାର ଅର୍ଥ କ'ଣ? ଏଠାରେ କବି ଭାରତ ମାତା ବା ଆମ ଜନ୍ମଭୂମିର ମହିମାକୁ ଧନ୍ୟ ବୋଲି କହିଛନ୍ତି। ନାହିଁ ତାର ପଟାନ୍ତର ଅର୍ଥ କ'ଣ? ତାର କୌଣସି ତୁଳନା ନାହିଁ। ମସ୍ତକରେ ହିମାଳୟ ପର୍ବତ ବର, ଆମର ଜନ୍ମଭୂମି ଭାରତ ମାତାର ମସ୍ତକରେ ହିମାଳୟ ପର୍ବତ, ତାଙ୍କର ମସ୍ତକ, ଆମର ଜନ୍ମଭୂମି ଭାରତ ମାତା ବା ଭାରତର ମସ୍ତକରେ ହିମାଳୟ ପର୍ବତ ଶୋଭା ପାଉଛି। ହେଲା। ଦୁଇ ପାରୁଷେ ଜଳଧି, ବ୍ରହ୍ମପୁତ୍ର ସିନ୍ଧୁ ନଦୀ। ତାର ଅର୍ଥ କ'ଣ? ତାର ଦୁଇ ପାର୍ଶ୍ୱରେ, ଆମ ଜନ୍ମଭୂମିର ଦୁଇ ପାର୍ଶ୍ୱରେ ଦୁଇଟା ଜଳଧି ରହିଛି, ଯାହାର ନାମ କ'ଣ କ'ଣ ରହିଛି ଆମକୁ ଦିଆହେଇଛି? ବ୍ରହ୍ମପୁତ୍ର ଆଉ ସିନ୍ଧୁ ନଦୀ। ଚରଣେ ବିରାଜିତ ମହାସାଗର। ତାର ଚରଣରେ, ତାହେଲେ ଆମର ଭାରତ ମାତା ଚରଣରେ ଗୋଟେ ମହାସାଗର ଅଛି, ଯାହାର ନାମ କ'ଣ? ଭାରତ ମହାସାଗର। ହେଲା। ବିନ୍ଧ୍ୟ ଗିରିବର କଟିରେ, ଗଙ୍ଗା ଆଦି କେତେ ନଦୀ ସଭେ ଶରୀରେ। ତାର ଅର୍ଥ କ'ଣ? ଏହା ଆମର ଜନ୍ମଭୂମିର ଅଣ୍ଟାରେ ବିନ୍ଧ୍ୟ ପର୍ବତ ଏବଂ ଶରୀରରେ ଗଙ୍ଗା ଭଳି ପବିତ୍ର ନଦୀ ଗୁଡ଼ିକ ବୋହି ଯାଇଛି। ଏଗୁଡ଼ିକ ସବୁ ଏହାର ସୌନ୍ଦର୍ଯ୍ୟକୁ ବହୁତ ବଢ଼ାଇ ଦେଉଛନ୍ତି। ତାପରେ କ'ଣ ଦେଇଛି? ଜନମିଲେ ତକଳରେ କେତେ ସୁର ବୀର ନରେ, ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜୁନ। ତାର ଅର୍ଥ କ'ଣ? ଏହି ତୋର ପବିତ୍ର ମାଟିରେ ବା ଆମ ଜନ୍ମଭୂମି କଳରେ ରାମଚନ୍ଦ୍ର, ଭୀଷ୍ମ, ଦ୍ରୋଣ, କର୍ଣ୍ଣ ଓ ଅର୍ଜୁନଙ୍କ ପରି ଅନେକ ବୀର ପୁରୁଷ ଜନ୍ମଗ୍ରହଣ କରୁଛନ୍ତି ବା ମହାକବି ବେଦବ୍ୟାସ, ବାଲ୍ମୀକି, କାଳିଦାସ ଗାଇଲେ ପବିତ୍ର କଣ୍ଠେ ତୋହରି ଗୁଣ। ତାର ଅର୍ଥ କ'ଣ? ମହାକବି ବେଦବ୍ୟାସ ଆଉ ବାଲ୍ମୀକି ଏବଂ କାଳିଦାସଙ୍କ ପରି ମହାନ କବି ଏହି ମାଟିର ଗୁଣଗାନ କରି ଅନେକ ପବିତ୍ର ଗ୍ରନ୍ଥ ରଚନା କରିଯାଇଛନ୍ତି। ପୁଣ୍ୟାଦି ମହାତ୍ମା ଜନେ, ପ୍ରଚାରିଲେ ବିଭୁ ନାମ ଆନନ୍ଦ ମନେ। ତାର ଅର୍ଥ କ'ଣ? ଚୈତନ୍ୟଙ୍କ ପରି ମହାପୁରୁଷମାନେ ଏଠାରେ ହରିନାମ ବା ବିଭୁ ନାମ ଅର୍ଥ ଏଠି ଭଗବାନଙ୍କ ନାମ ବା ହରିନାମକୁ କୁହାଯାଇଛି। ହରିନାମ ପ୍ରଚାର କରି ଶାନ୍ତି ଓ ଆନନ୍ଦର ବାର୍ତ୍ତା ଦେଇ ଯାଇଛନ୍ତି। ହେଲା। ତାପରେ କ'ଣ ଅଛି? କେତେ କେତେ ପୁଣ୍ୟବତୀ, କେତେ ପତିବ୍ରତା ସତୀ, କେତେ ବୀର ନାରୀ, କେତେ ବୀର ଜନନୀ। ତାର ଅର୍ଥ କ'ଣ? କେତେ କେତେ ପୁଣ୍ୟବତୀ ମାନେ ଏହି ତୋର ଜନ୍ମଭୂମିରେ, ଏହି ଆମ ଜନ୍ମଭୂମି କୋଳରେ କେତେ କେତେ ପୁଣ୍ୟବତୀ ସବୁ ଜନ୍ମଗ୍ରହଣ କରିଥିଲେ ବା କେତେ କେତେ ପତିବ୍ରତା ସତୀ ମଧ୍ୟ ଜନ୍ମଗ୍ରହଣ କରିଛନ୍ତି। ତାପରେ କ'ଣ ଦେଇଛି?
ସମସ୍ତେ ତୋର ଦୁହିତା ପଦ୍ମିନୀ ସାବିତ୍ରୀ ସୀତା। ତାର ଅର୍ଥ କ'ଣ? ଏହି ମାଟିରେ ପଦ୍ମିନୀ ସାବିତ୍ରୀ ସୀତା ଏବଂ ଦୁର୍ଗାବତୀଙ୍କ ପରି ଅନେକ ପୁଣ୍ୟବତୀ ସତୀ ଓ ବୀର ନାରୀମାନେ ଜନ୍ମ ହେଉଛନ୍ତି, ଯେଉଁମାନେ ଆମ ଦେଶର ଗୌରବ ଅଟନ୍ତି। ନମଇମା ଭକତି ଭରେ ଅଧମ ଅକ୍ଷମ ସୁତ ତ ଚରଣରେ। ତାର ଅର୍ଥ କ'ଣ? ଶେଷରେ କବି କ'ଣ କହୁଛନ୍ତି ଯେ ଆମେ ସମସ୍ତେ ଏହି ଜନ୍ମଭୂମିର ସନ୍ତାନ, ତେଣୁ ଆମେ ଭକ୍ତିର ସହ ଆମେ ମାର ଚରଣକୁ ବା ମାର ଚରଣରେ ମୁଣ୍ଡ ନଇବା ଉଚିତ। ତମର ଏଠି ବିଷୟଟି ସରିଯାଇଛି, ତ ଆମେ ନେକ୍ସଟ କ୍ଲାସରେ ତୁମର ଏଠାରେ କ୍ୱେଶ୍ଚନ୍ ଆନ୍ସର୍ ଡିସ୍କସନ୍ କରିବା ହେଲା। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିବ, କମେଣ୍ଟ କରିବ ଆଉ ତୁମ ସାଙ୍ଗମାନଙ୍କୁ ସବୁ ସେୟାର କରିଦେବ ହେଲା।